ଅକ୍ଟୋବରରେ ମହାବାତ୍ୟା ଭୟ 1999ରେ ପାଣିପାଗ ଯେମିତି ଥିଲା 2024ରେ ସେମିତି ଅଛି। 25 ପରେ ପୁଣି ଚିନ୍ତାରେ ରାଜ୍ୟବାସୀ। 1999 ମହାବାତ୍ୟା କଥା ମନେ ପଡ଼ିଲେ ଆଜି ବି ମନରେ ଏକ ଅଜଣା ଭୟର ଶିହରଣ ଖେଳିଯାଏ। ସେହି ଭୟଙ୍କର ମହାବାତ୍ୟାରେ ଅନେକ ଜନଜୀବନ ହାନି ହେବା ସହ ରାଜ୍ୟବାସୀଙ୍କୁ ଦେଇଥିଲା ଏକ ଶକ୍ତ ଝଟକା। ତେବେ ଦୀର୍ଘ 25 ବର୍ଷ ପରେ ପୁଣି ଥରେ ରାଜ୍ୟବାସୀ ବାତ୍ୟାକୁ ନେଇ ଆଶଙ୍କା ଘେରରେ ରହିଛନ୍ତି। ପାଣିପାଗ ବିଭାଗର ଆକଳନ ପରେ ଏବେ ରାଜ୍ୟବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଭାରତୀୟ ପାଣିପାଗ ବିଭାଗ IMDର ରିପୋର୍ଟ ମୁତାବକ ଚଳିତ ମାସରେ ଅଧିକ ଗରମ ଓ ବର୍ଷା ଅନୁଭୂତ ହେବା ସହ ଦିନ ଓ ରାତିରେ ସ୍ୱାଭାବିକ ଠାରୁ ଢେର ଅଧିକ ଗରମ ଅନୁଭୂତ ହେବ। ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଅନୁଭୂତ ହୋଇପାରେ। ତେବେ ଅକ୍ଟୋବରରେ ତାପମାତ୍ରା ରହିବା ବାତ୍ୟା ପାଇଁ ଅନୁକୂଳ ବାତାବରଣ ହୋଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ବାୟୁମଣ୍ଡଳରେ ଅତ୍ୟଧିକ ଗରମ ଓ ଗୁଳୁଗୁଳି ହେଉଥିବା ବେଳେ ସମୁଦ୍ରର ଜଳପତ୍ତନ ତାପମାତ୍ରା ଅଧିକ ରହୁଛି। ତେଣୁ ପାଣିପାଗର ଏହି ସ୍ଥିତିକୁ ନେଇ ପାଣିପାଗ ବିଭାଗର ବୈଜ୍ଞାନିକମାନେ ଏକ ବଡ଼ ଆଶଙ୍କା କରୁଛନ୍ତି। 1999 ପାଣିପାଗ ଭଳି 2024ରେ ପାଣିପାଗର ସ୍ଥିତି ସମାନ ରହୁଥିବାରୁ ଏନେଇ ବାତ୍ୟା ହେବା ନେଇ ଆଶଙ୍କା କରାଯାଉଛି। ଅକ୍ଟୋବର କି ନଭେମ୍ବରରେ ବାତ୍ୟା ମାଡ଼ ହେବ କି? ଏପରି ପ୍ରଶ୍ନ ଏବେ ମନକୁ ଆସୁଛି। 1999 ଏପ୍ରିଲ ମାସରେ ଭୀଷଣ ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ସମାନ ସ୍ଥିତି ରହିଥିଲା। ଏଥିସହିତ 1997 ଓ 1998ରେ ଶକ୍ତିଶାଳୀ ଏଲ୍‌ନିନୋର ପ୍ରଭାବ ପରେ 1999ରେ ଲାନିନା ଆସିଥିଲା। ଚଳିତ ଥର ବି ଏଲ୍‌ନିନୋ ପରେ ଲାନିନା ଆସିବା ନେଇ ଅନୁମାନ କରାଯାଉଛି। ଯଦି ଲାନିନା ଆସିବ ତେବେ ରାଜ୍ୟରେ ବାତ୍ୟା ସମ୍ଭାବନା ବଢ଼ିଯିବ ବୋଲି ଆଶଙ୍କା କରାଯାଉଛି। ଏବେ ରାଜ୍ୟକୁ ବାତ୍ୟାର ଆଗମନ ନେଇ ଯଦି ସଠିକ୍ ଭାବେ ଆକଳନ କରିବା ସମ୍ଭବ ନୁହେଁ ତେବେ ପାଣିପାଗର ସ୍ଥିତି ବାତ୍ୟା ପାଇଁ ସଂକେତ ଦେଉଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 1999 ଭଳି ଚଳିତ ବର୍ଷ ପାଣିପାଗର ସମାନ ସ୍ଥିତି ଦେଖିବାକୁ ମିଳୁଛି। 1999 ଏପ୍ରିଲରେ ତାତି ରେକର୍ଡ ଭାଙ୍ଗିଥିବା ବେଳେ ଅଗଷ୍ଟରେ ନିଅଣ୍ଟିଆ ବର୍ଷା ହୋଇଥିଲା ଓ ସେପ୍ଟେମ୍ବରରେ ଅଧିକ ବର୍ଷା ହୋଇଥିଲା। ଅନୁରୂପ ଭାବେ ଚଳିତ ବର୍ଷ ମଧ୍ୟ 25 ବର୍ଷର ସମାନ ସ୍ଥିତି ଦେଖିବାକୁ ମିଳିଛି। 1999 ଭଳି ଚଳିତ ବର୍ଷ ମଧ୍ୟ ଲାନିନା ଆସିପାରେ ବୋଲି ଅନୁମାନ କରାଯାଉଛି। ଏହା ଯଦି ଅକ୍ଟୋବରରେ ଆସେ ତେବେ ବାତ୍ୟା ନେଇ ଅଧିକ ସମ୍ଭାବନା ରହିଛି। ଏହାର କାରଣ ହେଉଛି ଲାନିନା ହେଲେ ଦକ୍ଷିଣ ଚୀନ ସାଗରରେ ଅଧିକ ତାପମାତ୍ରା ରହିବ ଓ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ହେବ। ସେଠାରେ ସୃଷ୍ଟ ବାତ୍ୟାର ଅବଶିଷ୍ଟାଂଶ ବଙ୍ଗୋପସାଗର ମୁହାଁ ହୋଇ ବଳ ବୃଦ୍ଧି କରି ପୁଣି ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ତେବେ ରାଜ୍ୟରେ ବାତ୍ୟା ହେବା ନେଇ ଏବେଠାରୁ କହିହେବନି ବୋଲି ରାଜ୍ୟର କିଛି କୃଷି ପାଣିପାଗ ବୈଜ୍ଞାନିକ ଓ ପାଣିପାଗ ବୈଜ୍ଞାନିକ ମତ ଦେଇଛନ୍ତି।